ଆପଣମାନେ ଯଦି ରାଧାରାଣୀଙ୍କ ଭକ୍ତ ହୋଇଥାନ୍ତି ତିନୋଟି ମନ୍ତ୍ର ଦ୍ୱାରା ରାଧାରାଣୀଙ୍କୁ ପ୍ରସନ୍ନ କରିପାରିବେ। ଆଉ ଅତି ସହଜ ମନ୍ତ୍ର ଆପଣମାନଙ୍କ ପାଇଁ ତିନୋଟି ମନ୍ତ୍ର ଯେଉଁଟାକି ରାଧାରାଣୀ ସହଜରେ ଖୁସି ହେଇପାରିବେ, ଆପଣଙ୍କ ମାନଙ୍କ ଉପରେ ପ୍ରସନ୍ନ ହୋଇପାରିବେ। ପ୍ରଥମ ମନ୍ତ୍ର ହେଉଛି ଯେଉଁଟାକି ଅତି ସହଜ, ସେଇଟା ହେଉଛି ରାଧାରାଣୀଙ୍କ ପାଇଁ ହେଉଛି ଜୟ ଶ୍ରୀ ରାଧେ। ଏଇଟା ଅତି ସହଜ, ଆପଣ ଅତି ସହଜରେ ବି ମାନେ ଜପ କରିପାରିବେ କି ଚାଟ୍ କରିପାରିବେ, ଜୟ ଶ୍ରୀ ରାଧେ। ଆଉ ଦ୍ୱିତୀୟ ନମ୍ବର ମନ୍ତ୍ରଟି ହେଉଛି ଓମ୍ ହ୍ରୀମ୍ ଶ୍ରୀମ୍ ରାଧିକାୟ ନମ, ଯେଉଁଟାକି ସବୁ ସାଧୁ ସନ୍ତମାନେ ସେଇଟାକୁ ଜପ କରନ୍ତି, କିନ୍ତୁ ଆମେମାନେ ବି ଜପ କରିପାରିବା କ'ଣ, ଓମ୍ ହ୍ରୀମ୍ ଶ୍ରୀମ୍ ରାଧିକାୟ ନମ, ଯେଉଁଟାକି ରାଧାରାଣୀଙ୍କୁ ପ୍ରସନ୍ନ କରିବାର ଆଉ ଗୋଟେ ସେକେଣ୍ଡ ମନ୍ତ୍ର। ଆଉ ତୃତୀୟ ମନ୍ତ୍ର ହେଉଛି ଯେଉଁଟାକି ନମସ୍କାର ମନ୍ତ୍ର, ମାନେ ପ୍ରଣାମ ମନ୍ତ୍ର ରାଧାରାଣୀଙ୍କ ପାଇଁ, ଯେଉଁଟାକି ଅତି ପ୍ରିୟ ମନ୍ତ୍ର ରାଧାରାଣୀଙ୍କର। କ'ଣ ସେଇଟା ମନ୍ତ୍ର ହେଉଛି ତପ୍ତ କାଞ୍ଚନ ଗୌରାଙ୍ଗୀ ରାଧେ ବୃନ୍ଦାବନେଶ୍ୱରୀ ବୃଷଭାନୁସୁତେ ଦେବୀ ପ୍ରଣମାମି ହରପ୍ରିୟ, ଯେଉଁଟାକି ରାଧାରାଣୀ ବହୁତ ପ୍ରସନ୍ନ ହେବେ ଏ ମନ୍ତ୍ରଟା ଜପ କଲେ। ତ ତିନୋଟି ମନ୍ତ୍ର ମନେ ରହିଲା। ପ୍ରଥମ ମନ୍ତ୍ର ହେଉଛି ଜୟ ଶ୍ରୀ ରାଧେ, ଦ୍ୱିତୀୟ ମନ୍ତ୍ର ହେଉଛି ଓମ୍ ହ୍ରୀମ୍ ଶ୍ରୀମ୍ ରାଧିକାୟ ନମ, ତୃତୀୟ ମନ୍ତ୍ର ହେଉଛି ତପ୍ତ କାଞ୍ଚନ ଗୌରାଙ୍ଗୀ ରାଧେ ବୃନ୍ଦାବନେଶ୍ୱରୀ ବୃଷଭାନୁସୁତେ ଦେବୀ ପ୍ରଣମାମି ହରପ୍ରିୟ, ଯେଉଁଟାକି ଏଇଟା ଅତି ପ୍ରିୟ ମନ୍ତ୍ର ରାଧାରାଣୀଙ୍କର। ଆପଣ ଚାହିଁଲେ ଆପଣ ରାଧାରାଣୀଙ୍କୁ ପ୍ରସନ୍ନ କରିପାରିବେ। ରହୁଛି। ରାଧେ ରାଧେ।